ପିଲାମାନେ ଆମେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଷୟରେ ଆମେ ଜାଣିବା ହେଲା କି ପିଲାମାନେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କଥା ସ୍ମରଣ କଲେ ତାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାରେ ଆମେ ତାଙ୍କୁ ସମ୍ମାନ ଦେଇଥାଉ। ସତରେ ସେ ଥିଲେ ପ୍ରକୃତରେ ଓଡ଼ିଶାର ଗାନ୍ଧୀ। ସବୁ ସମୟରେ ଦୁଃଖୀ ରଙ୍କି ଓ ନିରାଶ୍ରିତ ବ୍ୟକ୍ତିଙ୍କ ପାଇଁ ତାଙ୍କ ଆଖିରୁ ଲୁହ ଝରୁଥିଲା। କି ଦିନ କି ରାତି ମଣିଷର ସେବା କରିବା ପାଇଁ ସେ ବହୁତ ସମୟ ଦେଇଥିଲେ। ବନ୍ୟା ହେଉ କି ବାତ୍ୟା ହେଉ କିମ୍ବା ଦୁର୍ଭିକ୍ଷ ହେଉ, ସେ ଠିକ୍ ସମୟରେ ଦୁଃଖୀ ଲୋକଙ୍କ ପାଖରେ ପହଞ୍ଚି ଯାଇ ତାଙ୍କୁ ସାହାଯ୍ୟ କରୁଥିଲେ। ସେ ଥିଲେ ଅସହାୟ ବ୍ୟକ୍ତିଙ୍କ ପ୍ରତି ଅନ୍ତରଙ୍ଗ ବନ୍ଧୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର 9 ତାରିଖ ଦିନ ପୁରୀ ଜିଲ୍ଲାର ଅବସ୍ଥିତ ଭାର୍ଗବୀ ନଦୀ କୂଳରେ ଥିବା ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦୈତାରୀ ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଥିଲା। ମାତା ସ୍ୱର୍ଣ୍ଣମୟୀ ଗୋପବନ୍ଧୁଙ୍କୁ ଜନ୍ମ ଦେଲା ପରେ ମୃତ୍ୟୁବରଣ କରିଥିଲେ। ତେଣୁ ପିଲାଦିନରୁ ଗୋପବନ୍ଧୁ ବାବୁ ମା ଛେଉଣ୍ଡ ହୋଇଥିଲେ। ପିଉସୀ କମଳା ଦେବୀ ତାଙ୍କୁ ପିଲାଦିନରୁ ଲାଳନ ପାଳନ କରିଥିଲେ। ସେ ବିଧବା ଥିଲେ। ଗୋପବନ୍ଧୁ ପିଲାଦିନରୁ ନିର୍ଭୀକ ଥିଲେ। ସେ ଚୋରି କାମ ନ କରିବାକୁ ଅନ୍ୟ ସାଙ୍ଗମାନଙ୍କୁ ବୁଝାଉଥିଲେ। ସେ ଜଣେ ସ୍ପଷ୍ଟବାଦୀ, ନ୍ୟାୟବାନ ଓ ଦୃଢ଼ ସଂକଳ୍ପବଦ୍ଧ ବାଳକ ଥିଲେ। ଅନ୍ୟାୟ ବିରୁଦ୍ଧରେ ଗୋପବନ୍ଧୁ ସବୁବେଳେ ଲଢ଼ୁଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ହାଇସ୍କୁଲ ପାସ୍ କରି ଗୋପବନ୍ଧୁ FA ପଢ଼ିବା ପାଇଁ କଟକକୁ ଆସିଥିଲେ। ସେ ଖଣ୍ଡେ ଧୋତି ପିନ୍ଧୁଥିଲେ ଓ ଦେହରେ ଖଣ୍ଡେ ଚାଦର ପକାଉଥିଲେ। ତାଙ୍କର ପୋଷାକ ଦେଖି ସମସ୍ତେ ଗୋପକୁ ଥଟ୍ଟା କରୁଥିଲେ। ଗୋପବନ୍ଧୁ ରେଭେନ୍ସା ମହାବିଦ୍ୟାଳୟରେ MA ପାଠ ପଢ଼ିଥିଲେ। ତାପରେ ସେ ଆଇନ ପାଠ ମଧ୍ୟ ପଢ଼ିଥିଲେ। ଗୋପବନ୍ଧୁ ପିଲାଦିନେ ମୋତି ନାମକ ଝିଅକୁ ବାଲ୍ୟ ବିବାହ କରିଥିଲେ। 1907 ମସିହା ଘଟଣା। ତାଙ୍କର ଗୋଟିଏ ପୁଅ ମଧ୍ୟ ଜନ୍ମ ହୋଇଥିଲା, କିନ୍ତୁ ରୋଗଶଯ୍ୟାରେ ପଡ଼ି ପୁଅର ମୃତ୍ୟୁ ହୋଇଥିଲା। ମାତ୍ର ସେହି ସମୟରେ ନଦୀବନ୍ଧ ଭାଙ୍ଗି ବର୍ଷା ପାଣି ଗ୍ରାମ ମଧ୍ୟକୁ ମାଡ଼ି ଆସୁଥିବାର ଖବର ପାଇ ରୋଗଶଯ୍ୟାରେ ପଡ଼ିଥିବା ପୁଅକୁ ସେ ଛାଡ଼ି ବନ୍ୟା ଘେରରେ ଥିବା ଜନତାଙ୍କ ସେବା ପାଇଁ ପଳାଇଥିଲେ। ଏହା ତାଙ୍କର ମହାନତାର ପରିଚୟ ମିଳିଥିଲା। ତାଙ୍କର 2ଟି ପୁଅ ଓ 2ଟି ଝିଅ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ପୁଅ 2ଟି ମଧ୍ୟ ମରିଯାଇଥିଲେ। ଗୋପବନ୍ଧୁ ଓକିଲାତି ପାସ୍ କରିବା ପୂର୍ବରୁ ତାଙ୍କ ସ୍ତ୍ରୀ ମୋତିଙ୍କର ଦେହାନ୍ତ ଘଟିଥିଲା। ଗୋପବନ୍ଧୁ କିଛି ଦିନ ନୀଳଗିରିରେ ଶିକ୍ଷକତା କରିଥିଲେ। ସେ ପିଲାଙ୍କୁ ପାଠ ଭଲ ଭାବରେ ବୁଝାଇ ପଢ଼ାଉଥିଲେ। ସ୍ତ୍ରୀ ମୋତିଙ୍କର ଦେହାନ୍ତ ପରେ ଗୋପବନ୍ଧୁ ଆଉ ନୀଳଗିରିରେ ଶିକ୍ଷକତା ନ କରି ଝିଅ 2ଟିଙ୍କୁ ଧରି କଟକକୁ ଆସି ଓକିଲାତି ଜୀବନ ଆରମ୍ଭ କରିଥିଲେ। କିଛି ଦିନ କଟକରେ ଓକିଲାତି କରି ସେ ପୁରୀକୁ ପଳାଇଥିଲେ। ଝିଅ 2ଟିକୁ ଗୋପବନ୍ଧୁ ବହୁତ ଭଲ ପାଉଥିଲେ। ତାଙ୍କୁ ବାପ ଓ ମା ଉଭୟଙ୍କର ସ୍ନେହ ଦେଉଥିଲେ। ଝିଅ 2ଟିକୁ ଛାଡ଼ିଦେଲେ ସାଂସାରିକ ଜୀବନରେ ଗୋପବନ୍ଧୁଙ୍କର ଆଉ କେହି ନଥିଲେ। 1903 ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଯେଉଁ ଉତ୍କଳ ସମ୍ମିଳନୀ କରିଥିଲେ, ଗୋପବନ୍ଧୁ ତାହାର ଏକ ସକ୍ରିୟ ସଭ୍ୟ ଥିଲେ। ବିଚ୍ଛିନ୍ନାଞ୍ଚଳକୁ ଏକାଠି କରିବା ତାଙ୍କର ସ୍ୱପ୍ନ ଓ ଉଦ୍ଦେଶ୍ୟ ଥିଲା। ଦେଶ ମାତୃକା ପାଇଁ ମଧ୍ୟ କାର୍ଯ୍ୟ କରିବା ପାଇଁ ତାଙ୍କର ଉଦ୍ଦେଶ୍ୟ ଥିଲା। ଏହି ସମ୍ମିଳନୀ ବ୍ୟତୀତ ଆଉ ଗୋଟିଏ ଅନୁଷ୍ଠାନ କରିବା ପାଇଁ ଗୋପବନ୍ଧୁ ଚିନ୍ତା କରିଥିଲେ, ଯେଉଁ ଅନୁଷ୍ଠାନ ମାଧ୍ୟମରେ
ମଣିଷ ତିଆରି ହେବ, ମଣିଷ ଭଳି ମଣିଷ ହେବ, ଦେଶର ନାମ ରଖିବ, ମାଟି ମାର ସେବା କରିବ ଓ ଦିନ ଦୁଃଖୀଙ୍କୁ ସାହାଯ୍ୟ କରିବ। ଶେଷରେ 1909 ମସିହାରେ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ଆରମ୍ଭ ହେଲା ବନ ବିଦ୍ୟାଳୟ ନାମକ ଗୁରୁକୁଳ ଆଶ୍ରମ। ଏହି ବିଦ୍ୟାଳୟର ଆଦର୍ଶ ହେଲା ନ୍ୟାୟ, ସତ୍ୟ, ଧର୍ମ, ପ୍ରେମ ଓ ସେବା। ବହୁ ଦୂର ଦୂର ସ୍ଥାନରୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଛାତ୍ରଛାତ୍ରୀ ଆସିଥିଲେ। ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟନିଷ୍ଠ ଓ କର୍ତ୍ତବ୍ୟପରାୟଣ ଶିକ୍ଷକମାନେ ଯୋଗଦେଇ ଏହି ବିଦ୍ୟାଳୟର ସୁନାମ ବଢ଼ାଇଥିଲେ। ସେହି ନମସ୍ୟ ଶିକ୍ଷକମାନେ ହେଲେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ସାଧକ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗଦାବରୀଶ ମିଶ୍ର ଓ ଆଚାର୍ଯ୍ୟ ହରିହର। ଏହି ଚାରିଜଣ ଗୁରୁଙ୍କ ସାଙ୍ଗରେ ପଣ୍ଡିତ ଗୋପବନ୍ଧୁ ଏକ ଆଦର୍ଶ ବନ ବିଦ୍ୟାଳୟ ସତ୍ୟବାଦୀଠାରେ ସ୍ଥାପନ କରିଥିଲେ। ଏହି 5 ଜଣ ଗୁରୁଙ୍କୁ ପଞ୍ଚସଖା ନାମରେ ଆଜି ଉତ୍କଳରେ ସମସ୍ତେ ପୂଜା କରୁଛନ୍ତି। ଏହି ଗୁରୁମାନେ ଛାତ୍ରମାନଙ୍କୁ ପାଠ ପଢ଼ାଇବା ଛଳରେ ନିର୍ଭୀକତା, ସାହସ, ସତ୍ୟବାଦୀ, ସତ୍ୟନିଷ୍ଠା, ନ୍ୟାୟ ଓ ଦେଶ ମାତୃକାର ସେବା ପାଇଁ ଶିକ୍ଷା ଦେଉଥିଲେ। ସବୁବେଳେ ଦିନ ଦୁଃଖୀଙ୍କ ସେବା କରିବା ପାଇଁ ଛାତ୍ରମାନଙ୍କୁ ଉପଦେଶ ଦିଆଯାଉଥିଲା। 1919 ମସିହା ଅକ୍ଟୋବର 4 ତାରିଖରୁ ସତ୍ୟବାଦୀଠାରେ ଅବସ୍ଥିତ ସତ୍ୟବାଦୀ ପ୍ରେସରୁ ଏକ ସାପ୍ତାହିକ ସମ୍ବାଦପତ୍ର ସମାଜ ପତ୍ରିକା ପ୍ରକାଶ ପାଇଥିଲା। ତାହା ଆଜି ବୃହତ୍ତର ଦୈନିକ ସମ୍ବାଦପତ୍ର ସମାଜରେ ପରିଣତ ହୋଇଛି। ଏହି ସମାଜ ମାଧ୍ୟମରେ ଗୋପବନ୍ଧୁ ସମାଜକୁ ଉଚିତ ବାଟରେ ଯିବା ପାଇଁ ସବୁବେଳେ ଶିକ୍ଷା ଦେଉଥିଲେ। ଗୋପବନ୍ଧୁ ଭାରତରେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଯୋଗ ଦେଇ ବହୁବାର ଜେଲ୍ ଦଣ୍ଡ ଭୋଗିଛନ୍ତି। ସେ ଜେଲ୍ ଭିତରେ ଥାଇ ବହୁ ପୁସ୍ତକ ରଚନା କରିଛନ୍ତି। ତା ମଧ୍ୟରୁ ବନ୍ଦୀର ଆତ୍ମକଥା କବିତା ପୁସ୍ତକ ଅନ୍ୟତମ ଅଟେ। ଗୋପବନ୍ଧୁ ବାବୁ ସବୁ ସମୟ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ। ବାତ୍ୟା, ବନ୍ୟା ଓ ଦୁର୍ଭିକ୍ଷ ସମୟରେ ସେ ଲୋକଙ୍କ ପାଖରେ ଠିଆ ହୋଇ ତାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ଅସହାୟ ଜନତାଙ୍କର ସେ ଥିଲେ ଜଣେ ପ୍ରକୃତ ବନ୍ଧୁ। ତେଣୁ ଗୋପରୁ ସେ ହୋଇଥିଲେ ଗୋପବନ୍ଧୁ ଦାସ। ଶେଷରେ 1928 ମସିହା ଜୁନ୍ ମାସ 17 ତାରିଖରେ ରୋଗଶଯ୍ୟାରେ ପଡ଼ି ତାଙ୍କର ଦେହାନ୍ତ ଘଟିଥିଲା। ଗୋପବନ୍ଧୁଙ୍କର ଅନ୍ତିମ ସମୟରେ ତାଙ୍କ ପାଖରେ ନୀଳକଣ୍ଠ, ହରିହର, ଲିଙ୍ଗରାଜ, ଜଗବନ୍ଧୁ, ଓକିଲ ବନମାଳୀ ଦାସ ଓ ସତ୍ୟବାଦୀର ବହୁ ଶିକ୍ଷକ ତଥା ଛାତ୍ର ଉପସ୍ଥିତ ଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ ଆଜି ମରି ସୁଦ୍ଧା ଆମ ଆଖିରେ ଅମର ହୋଇ ରହିଛନ୍ତି। ଏହି ଥିଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଷୟରେ। ପିଲାମାନେ ତମେ ଏହାକୁ ମନେ ରଖିବ।